ଓଡ଼ିଶାର ପ୍ରତ୍ୟେକ ଛାତ୍ରଛାତ୍ରୀମାନଙ୍କୁ ମୋର ଏହି ଚ୍ୟାନେଲକୁ ପୁଣି ଥରେ ସ୍ୱାଗତ ଜଣାଉଛି। ଆଜି ଆମେ କ'ଣ ଦେଖିବା ନା ସାମାଜିକ ବିଘଟନର କାରଣ। ୟାର ପୂର୍ବ ଭିଡ଼ିଓଟି କ'ଣ ଥିଲା ନା ସାମାଜିକ ବିଘଟନର ପ୍ରକୃତି। ଯେଉଁମାନେ ମଧ୍ୟ ସେଇ ଭିଡ଼ିଓଟି ଦେଖିନାହାନ୍ତି ମୁଁ ଏ ଭିଡ଼ିଓ ଡେସ୍କ୍ରିପସନ୍ ବକ୍ସରେ ତାର ଲିଙ୍କଟା ଦେଇଦେଇ ଦେଖିନେବେ, ନହେଲେ ପ୍ଲେ ଲିଷ୍ଟ ଯାଇ ମଧ୍ୟ କ'ଣ ନା ଦେଖିନେବେ ହେଲା। କ'ଣ ନା ସାମାଜିକ ବିଘଟନ କାରଣ। ଯଦି ଏଇଟା ଲଙ୍ଗ କ୍ୱେଶ୍ଚିନ୍ ପଡ଼େ କେମିତି ଲେଖିବା, ଯଦି ଲଙ୍ଗ କ୍ୱେଶ୍ଚିନ୍ ପଡ଼େ କେମିତି ଲେଖିବ ନା ପ୍ରଥମେ ସାମାଜିକ ବିଘଟନ କ'ଣ ତାର ଆଗ ଇଣ୍ଟ୍ରୋଡ୍ୟୁସନ୍ ଟିକେ ଲେଖିଦେବ। ତା ତଳେ ଗୋଟିଏ କିମ୍ବା ଦୁଇଟି କ'ଣ ଲେଖିବ ନା ତାର ସଂଜ୍ଞା। ଗୋଟେ ଲେଖିଲେ ହବ, ଦୁଇଟି ଲେଖିଲେ ମଧ୍ୟ ହବ ହେଲା। ତୁମକୁ ଯେତୁଟି ମନେ ରହିପାରିବ। ତାପରେ ଯାଇକି ସାମାଜିକ ବିଘଟନ କାରଣ ହେଡ଼ିଂ ନେଇ ତାର ସବୁ ପଏଣ୍ଟ ଗୁଡ଼ା ସବୁ କ'ଣ ନା ଡେସ୍କ୍ରାଇବ୍ କରିବ ହେଲା। ତ ପ୍ରଥମେ କ'ଣ ତାର କାରଣ ଗୋଟେ କ'ଣ ପ୍ରଥମ ପଏଣ୍ଟ ଅଛି ମନୋବିଜ୍ଞାନୀୟ କାରଣ। ମନୋବିଜ୍ଞାନୀୟ କାରଣ ଏହି କାରଣ ଦୁଇଟି ଉପାୟରେ ବିଘଟନ ସୃଷ୍ଟି କରିଥାଏ ହେଲା। ପ୍ରଥମଟି କ'ଣ ନା ଅନ୍ୟମାନଙ୍କ ସହିତ ଉପଯୁକ୍ତ ଯୋଗାଯୋଗ ସ୍ଥାପନ କରିବାରେ ବିଫଳ, ଏବଂ ଦ୍ୱିତୀୟଟି କ'ଣ ନା ସମୟ ଅନୁସାରେ ନିଜର ମନୋବୃତ୍ତିର ପରିବର୍ତ୍ତନ ହେଲା। କ'ଣ ନା ପ୍ରଥମେ ଯେଉଁ ଅନ୍ୟମାନଙ୍କ ସହିତ ଉପଯୁକ୍ତ ଯୋଗାଯୋଗ ସ୍ଥାପନ କରିବା ବିଫଳ ଯେଉଁ ସେଇଟା କ'ଣ ଅଛି ନା ମଣିଷମାନଙ୍କ ମଧ୍ୟରେ ଯୋଗାଯୋଗ ଏକ ଆବଶ୍ୟକ ପ୍ରକ୍ରିୟା ଅଟେ। ମନୁଷ୍ୟ ଅଛି ମାନେ ପରସ୍ପର ମଧ୍ୟ ଅନ୍ୟମାନଙ୍କ ସହିତ କ'ଣ ଯୋଗାଯୋଗ ସ୍ଥାପନ ନିଶ୍ଚୟ ଭାବରେ କରିବ। ଏହା ବିଭିନ୍ନ ସାମାଜିକ ପ୍ରକ୍ରିୟା ଦ୍ୱାରା ପ୍ରତିଷ୍ଠା ହୋଇଥାଏ, ଯଥା ସହଯୋଗିତା, ପ୍ରତିଯୋଗିତା, ସଂଘର୍ଷ, ଆତ୍ମୀକରଣ। ଏହି ଦ୍ୱାରା କ'ଣ ନା ମାନେ କ'ଣ ଯୋଗାଯୋଗ ପ୍ରକ୍ରିୟାଟା କ'ଣ ସୃଷ୍ଟି ହୋଇଥାଏ। ସମାଜର ସାମାଜିକ ମୂଲ୍ୟବୋଧ ବିଷୟରେ ସଚେତନତାର ଅଭାବ ଏବଂ ଲୋକମାନଙ୍କର ବିଭିନ୍ନ ପ୍ରକାର ମନୋବୃତ୍ତି, ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ମନୋବୃତ୍ତି ଯୋଗୁଁ ପରସ୍ପର ମଧ୍ୟରେ କ'ଣ ନା ଯୋଗାଯୋଗ ସ୍ଥାପନ ସମ୍ଭବପର ହୋଇନଥାଏ, ଯାହାଦ୍ୱାରା କ'ଣ ନା ସେମାନଙ୍କ ମଧ୍ୟରେ ହିଂସା, ଦ୍ୱେଷ, ଅବିଶ୍ୱାସ, ଦୂରତ୍ୱ ସୃଷ୍ଟି ହୋଇଥାଏ, ଯାହାଦ୍ୱାରା କ'ଣ ନା ସାମାଜିକ ବିଘଟନ ସୃଷ୍ଟି ହୋଇଥାଏ। ନେକ୍ସଟ କ'ଣ ଅଛି ନା ସମୟ ଅନୁସାରେ ନିଜର ମନୋବୃତ୍ତିର ପରିବର୍ତ୍ତନ ହେଲା। ସମୟ ଅନୁସାରେ ଯଦି ମନୋବୃତ୍ତିର ପରିବର୍ତ୍ତନ ନ ହୁଏ ସେତେବେଳେ ମଧ୍ୟ କ'ଣ ନା ସାମାଜିକ ବିଘଟନ ସୃଷ୍ଟି ହୁଏ। କିପରି ଭାବରେ କ'ଣ ନା ମନୁଷ୍ୟର ଭାବଧାରା ବା ଚିନ୍ତାଧାରା ମନ୍ଥର ଭାବରେ ପରିବର୍ତ୍ତନ ହେଉଥିବା ବେଳେ କ'ଣ ମନୁଷ୍ୟର ଭାବଧାରା ଚିନ୍ତାଧାରା କ'ଣ ମନ୍ଥର ରୂପେ କ'ଣ ଆସ୍ତେ ଆସ୍ତେ ପରିବର୍ତ୍ତନ ହେଉଛି। ମନ୍ଥର ରୂପେ ହେଉଥିବା ବେଳେ ସଂସ୍କୃତିର ତୁଳନାତ୍ମକ ଭାବେ ସଂସ୍କୃତି କ'ଣ ନା ଶୀଘ୍ର ପରିବର୍ତ୍ତନ ହୋଇଯାଇଥାଏ, ଯାହାଦ୍ୱାରା କ'ଣ ନା ସାମାଜିକ ସାଂସ୍କୃତିକ ପରିବେଶରେ ବ୍ୟକ୍ତି ନିଜର ସମସ୍ତ ପ୍ରକାର ଆବଶ୍ୟକତାକୁ ପୂରଣ କରିବାରେ ସେ କ'ଣ ନା ଅସମର୍ଥ, ଯାହାଦ୍ୱାରା କ'ଣ ନା ସାମାଜିକ ବିଘଟନ ସୃଷ୍ଟି ହୋଇଥାଏ ହେଲା। ଏବେ ଟାଇମ୍ ସମୟ କ'ଣ ଆମକୁ ଅପେକ୍ଷା କରିବ କି? ଆମେ କୌଣସି ଗୋଟେ ଜିନିଷ ଗୋଟେ ସ୍ଲୋ ଆସ୍ତେ ଆସ୍ତେ କରିବା, ସମୟ ଆମକୁ ଅପେକ୍ଷା କରିବ କି? ସମୟକୁ ଆମେ ଖାପ ଖୁଆଇ ଚଳିବା ଦରକାର। ସମୟକୁ ଯଦି ଆମେ ସମୟ ତୁଳନାରେ ଆମେ ଯଦି ମନ୍ଥର ଗତିରେ ଆମେ ଯଦି କାମ କରିବା, ଯଦି ପଢ଼ିବା, ତାହେଲେ ପରୀକ୍ଷା ପାଖେଇ ଆସେ ଆମେ ପରୀକ୍ଷାରେ କିଛି ପଢ଼ିବା ଲାଷ୍ଟକୁ ଫେଲ୍ ହେବା ସେହିପରି ଭାବରେ ହେଲା। ତ ନେକ୍ସଟ ପଏଣ୍ଟ କ'ଣ ଅଛି ନା ଅର୍ଥନୈତିକ କାରକ। ଅର୍ଥନୈତିକ କାରକ ଦ୍ୱାରା କିପରି ଭାବରେ କ'ଣ ସାମାଜିକ ବିଘଟନ ସୃଷ୍ଟି ହୋଇଥାଏ ନା ବର୍ତ୍ତମାନ ଯୁଗରେ ଜୀବନ ଧାରଣ ମାନ ବୃଦ୍ଧି ପାଇଥିବା ବେଳେ ବିଳାସ ବ୍ୟସନ ସାମଗ୍ରୀ ପଣ୍ୟ ଦ୍ରବ୍ୟରେ ଖର୍ଚ୍ଚ କରିବା ଏକ ପ୍ରକାର ପ୍ରସ୍ତୁତି ଚିହ୍ନ, ଅର୍ଥାତ୍ ଷ୍ଟାଟସ୍ ସିମ୍ବଲ ହେଇଗଲାଣି ହେଲା। ଷ୍ଟାଟସ୍ ହୋଇପଡ଼ିଛି। ବଡ଼ ବଡ଼ ସହରରେ ଉଚ୍ଚକୋଟୀର ଜୀବନ ଧାରଣ ପାଇଁ ଅର୍ଥର ଚାହିଦା ରହିଛି। ବଡ଼ ବଡ଼ ସହରରେ କ'ଣ ଆଉ ତ ଛୋଟ ଛୋଟ ସେଠି ଘର ନାହିଁ ନା, ଉଚ୍ଚକୋଟୀର ଜୀବନ ଧାରଣ ପାଇଁ କ'ଣ ନା ଅର୍ଥର ପଇସା ସବୁଠି କ'ଣ ଆବଶ୍ୟକ ଥାଏ। ଚାହିଦା ଅନୁସାରେ ରୋଜଗାର ଯଦି କମ୍ ହୋଇଥିବାରୁ ବ୍ୟକ୍ତି ସର୍ବଦା କ'ଣ ଅଭାବ ରହିଥାଏ। ଚାହିଦା ଅନୁସାରେ କ'ଣ ତାର ରୋଜଗାର କ୍ଷମତା ଯଦି କମ୍ ହୋଇଥାଏ, କମ୍ ଅର୍ଥ ସେ ରୋଜଗାର କରିଥାଏ, ସେଇଥିରେ କ'ଣ ନା ସେ ସବୁବେଳେ କ'ଣ ଅଭାବରେ ରହିଥାଏ। ସୀମିତ ଅର୍ଥନୈତିକ ସମ୍ବଳ ମଧ୍ୟରେ ବ୍ୟକ୍ତିର ଅଭାବ ମେଣ୍ଟି ନଥାଏ। କ'ଣ ଯେତିକି ଥାଏ ସେତିକି ମଧ୍ୟରେ ତାର କ'ଣ ଅଭାବ କ'ଣ ମେଣ୍ଟି ନଥାଏ। ଫଳରେ ସେ କ'ଣ ଚୋରି କରିଥାଏ, ଡକାୟତି କରିଥାଏ, ଗୁଣ୍ଡାମି, କଳାବଜାରୀ ପ୍ରଭୃତି କାର୍ଯ୍ୟରେ ଲିପ୍ତ ହୋଇଥାଏ। ପୁଞ୍ଜିବାଦ ସମାଜରେ ପୁଞ୍ଜିବାଦ କ'ଣ ନା ସମାଜରେ ଦୁଇଟି ଶ୍ରେଣୀ ସୃଷ୍ଟି କରିଥାଏ, ଯଥା ପୁଞ୍ଜିପତି ଏବଂ ସର୍ବହରା। ପୁଞ୍ଜିପତି ଯୋଉମାନେ ସବୁ କିଛି ଅଛି, ସର୍ବହରା କ'ଣ ନା ଯେଉଁ ଶ୍ରମିକ ମାନେ ହେଲା, ସେମାନଙ୍କ ମଧ୍ୟରେ ସମାଜରେ କ'ଣ ନା ସବୁବେଳେ କ'ଣ ନା ସଂଘର୍ଷ ମଧ୍ୟ ସୃଷ୍ଟି ହୋଇଥାଏ, ଯାହାଦ୍ୱାରା କ'ଣ ନା ସାମାଜିକ ବିଘଟନ ସୃଷ୍ଟି ହୋଇଥାଏ ହେଲା। ନେକ୍ସଟ କ'ଣ ଅଛି ନା ରାଜନୈତିକ କାରକ। ରାଜନୈତିକ କାରକ କ'ଣ ନା ରାଜନୈତିକ କାରକ ନା ସମାଜରେ ସବୁବେଳେ କ'ଣ ରାଜନୈତିକ କାରକରେ ମଧ୍ୟ ସଙ୍କଟ ଦେଖାଯାଇଥାଏ। କ'ଣ ନା କେତେକ କ୍ଷେତ୍ରରେ ଗୋଟିଏ ଦେଶ ଅନ୍ୟ ଦେଶରେ ରାଜନୈତିକ ଆବଶ୍ୟକତା ସ୍ୱୀକାର କରିବା ଯୋଗୁଁ ଦେଶରେ କ'ଣ ନା ସାମାଜିକ ବିଘଟନ ସ୍ଥିତି ଉତ୍ପନ୍ନ ହୋଇଥାଏ। ଏହି ଦେଶ ନିଜ ଇଚ୍ଛା ଏବଂ ଉପାୟ ଅନୁସାରେ ଏହାର ଅର୍ଥନୈତିକ ଓ ଆନୁଷ୍ଠାନିକ ଅଭିବୃଦ୍ଧି କରିପାରିନଥାଏ। ନିଜ ଇଚ୍ଛା ଅନୁସାରେ ଅର୍ଥନୈତିକ କ'ଣ ଅନୁଷ୍ଠାନ ଗୁଡ଼ିକର ବୃଦ୍ଧି କରିପାରିନଥାଏ ଏବଂ ପ୍ରଭାବଶାଳୀ ଦେଶର ହିତ ପାଇଁ କାର୍ଯ୍ୟ କରିଥାଏ। ଯେମିତିକି ମାନେ ବ୍ରିଟିଶ ଶାସନ ସମୟରେ ଭାରତର ମାନେ ସ୍ଥିତି ଯେପରି ଭାବରେ ହେଇଥିଲା ହେଲା, ସେଭଳି କିନ୍ତୁ ପ୍ରଭାବଶାଳୀ ଦେଶ ଅନ୍ୟ ଦେଶର
ମୌଳିକ ଆବଶ୍ୟକତା ଯଥା ଖାଦ୍ୟ, ବସ୍ତ୍ର, ବାସଗୃହ, ଶିକ୍ଷା, ସ୍ୱାସ୍ଥ୍ୟ ପ୍ରତି ଯତ୍ନ ଦେଇନଥାଏ। ପ୍ରଭାବଶାଳୀ ଦେଶ ଗୁଡ଼ିକ କ'ଣ ନା ଆମ ମାନେ ଅନ୍ୟ ଦେଶ ପ୍ରତି କ'ଣ ନା ଯତ୍ନବାନ ହୋଇନଥାଏ ହେଲା, ଯାହାଦ୍ୱାରା କ'ଣ ନା ସାମାଜିକ ବିକରଣ ସୃଷ୍ଟି ହୋଇଥାଏ। କିନ୍ତୁ କ'ଣ ନା ବସୁଧା ଶିକାର କରୁଥିବା ଦେଶ କ'ଣ ନା ନିଜର ଦେଶ ପ୍ରତି ଖାଦ୍ୟ, ବସ୍ତ୍ର, ବାସଗୃହ ଇତ୍ୟାଦିର ସେ କ'ଣ ପୂରଣ ମଧ୍ୟ ନିଜ ଇଚ୍ଛା ଅନୁଯାୟୀ କରିପାରିନଥାଏ, ଯାହାଦ୍ୱାରା କ'ଣ ନା ସାମାଜିକ ବିକରଣ ସୃଷ୍ଟି ହୋଇଥାଏ। ନେକ୍ସଟ କ'ଣ ଅଛି ନା ସାମାଜିକ ସମସ୍ୟା। ସାମାଜିକ ସମସ୍ୟା ଗୁଡ଼ିକ ସାମାଜିକ ବିଘଟନ ସୃଷ୍ଟି କରିଥାଏ। ବିପ୍ଳବ, ଶ୍ରେଣୀ ସଂଘର୍ଷ, ଅର୍ଥନୈତିକ ସଙ୍କଟ, ଦେଶ ଦେଶ ମଧ୍ୟରେ ଯୁଦ୍ଧ, ମାନସିକ ବ୍ୟାଧି, ରାଜନୈତିକ ଦୁର୍ନୀତି, ବେକାରୀ ଓ ଅପରାଧ ଇତ୍ୟାଦି ସମସ୍ୟା କ'ଣ ସମାଜର କାର୍ଯ୍ୟଧାରାକୁ ଆଘାତ ସୃଷ୍ଟି କରିଥାଏ। ଏଗୁଡ଼ିକ କଲ୍ୟାଣମୂଳକ କାର୍ଯ୍ୟକ୍ରମକୁ ପ୍ରତିରୋଧ କରିଥାନ୍ତି ଏବଂ କ'ଣ ସାମାଜିକ ବିଘଟନ ଯେଉଁଟା ମାନେ ଦେଶ ମାନେ କ'ଣ ଦେଶ ପାଇଁ ସମାଜ ପାଇଁ ଯେଉଁଟା ଭଲ ସେଇ ଜିନିଷ ଗୁଡ଼ିକ ମାନେ କ'ଣ ନା ବିରୋଧ କରିଥାନ୍ତି ହେଲା, ଯାହାଦ୍ୱାରା କ'ଣ ନା ସାମାଜିକ ବିଘଟନ ସୃଷ୍ଟି ହୋଇଥାଏ। ନେକ୍ସଟ କ'ଣ ଅଛି ନା ଲକ୍ଷ୍ୟ ଓ ମାଧ୍ୟମ ମଧ୍ୟରେ ସଂଘର୍ଷ। ଲକ୍ଷ୍ୟ କ'ଣ ଅଛି ତାର ମାଧ୍ୟମ, କେଉଁ ମାଧ୍ୟମରେ ଲକ୍ଷ୍ୟକୁ ସାଧନ କରାଯାଏ ସେଇଥି ମଧ୍ୟରେ କ'ଣ ନା ସଂଘର୍ଷ ସବୁବେଳେ ରହିଥାଏ। ଲକ୍ଷ୍ୟ ଓ ମାଧ୍ୟମରେ ସଂଘର୍ଷ ସାମାଜିକ ବିଘଟନର ଏକ କାରଣ ଅଟେ। ସମାଜର ଅଧିକାଂଶ ସଦସ୍ୟ ସମାଜରେ ଲକ୍ଷ୍ୟ ପ୍ରାପ୍ତି ପାଇଁ ଉଦ୍ୟମ କରିଥାନ୍ତି ଏବଂ ଏଥିପାଇଁ କାର୍ଯ୍ୟ କରିଥାନ୍ତି। ମାତ୍ର ଲକ୍ଷ୍ୟ ହାସଲ ପାଇଁ ବିଧିସମ୍ମତ ମାଧ୍ୟମ ପରିବର୍ତ୍ତେ କେତେକ ଅବୈଧ ଓ ଆଇନ ବିରୁଦ୍ଧ ମାଧ୍ୟମରେ କ'ଣ ନା କାର୍ଯ୍ୟକ୍ରମ ନେଇଥାନ୍ତି, ସାହାଯ୍ୟ ନେଇଥାନ୍ତି ତାର ହେଲା। କ'ଣ ନା କୌଣସି ଗୋଟେ ଲକ୍ଷ୍ୟ ମନୁଷ୍ୟ କୌଣସି ଗୋଟେ ଲକ୍ଷ୍ୟକୁ ସାଧନ କରିବା ଚାହିଁବ, ଗୋଟେ ଲକ୍ଷ୍ୟ ପୂରଣ କରିବା ସେ ଚେଷ୍ଟା କରିବ, ହେଲେ ଯେଉଁଟା ବିଧିସମ୍ମତ ସେଇ କାର୍ଯ୍ୟକୁ ସେ ନ କରି ଯେଉଁଟା ବିଧିସମ୍ମତ ନୁହଁ, ଯେଉଁଟା ବେଆଇନ କାମ ସେଇଟାକୁ ସେ କରି ମାନେ ଅପରାଧ ବିଭିନ୍ନ ପ୍ରକାର ଆଇନ ବିରୁଦ୍ଧ କାର୍ଯ୍ୟକ୍ରମ କରି ସେ କ'ଣ ନା ନିଜର ଲକ୍ଷ୍ୟକୁ ହାସଲ କରିଥାଏ। ଯେମିତି ମାନେ ଜଣେ କୌଣସି ଗୋଟେ ଚାକିରି କରିବା ପାଇଁ ଚେଷ୍ଟା କରୁଛି, ମାନେ ତାର କିଛି ଗୋଟେ ଜିନିଷ ଯୋଗୁଁ ସେମାନଙ୍କର ବିଫଳ ହୋଇପଡ଼ିଲା, ତ ସେଇଟା କ'ଣ ନା ସେଇ ଜିନିଷକୁ ପାଇବା ପାଇଁ ସେ ବିଭିନ୍ନ ପ୍ରକାର କରପସନ ହୋଇଥାଏ, ମାନେ ଲାଞ୍ଚ ଦେଇଥାନ୍ତି, ବିଭିନ୍ନ ପ୍ରକାର କାର୍ଯ୍ୟ ସେ କ'ଣ ନା ଆପଣ ସେଇଟା ତ ଠିକ୍ ନୁହଁ, ଆଇନ ବିରୁଦ୍ଧ କାର୍ଯ୍ୟ ନା, ଯାହାଦ୍ୱାରା କ'ଣ ନା ସାମାଜିକ ବିଘଟନ ସୃଷ୍ଟି ହୋଇଥାଏ ହେଲା। ନେକ୍ସଟ ଅଛି ନା ବ୍ୟକ୍ତିଗତ ବିଘଟନ। ବ୍ୟକ୍ତିଗତ ବିଘଟନ କିପରି ଭାବେ କ'ଣ ନା ଯେତେବେଳେ ଏକ ବା ଏକାଧିକ ବ୍ୟକ୍ତି ବିଘଟିତ ହୋଇଥାନ୍ତି ଏବଂ ସମାଜ ଦ୍ୱାରା ପ୍ରଚଳିତ ପ୍ରତିମାନ ଅନୁସାରେ କାର୍ଯ୍ୟ ସମ୍ପାଦନ କରିନଥାନ୍ତି, ସେତେବେଳେ ସାମାଜିକ ସମସ୍ୟା ଉପୁଜିଥାଏ। ଗୋଟିଏ ସାମାଜିକ ସମସ୍ୟା ଅନ୍ୟ ସମସ୍ୟାକୁ ସୃଷ୍ଟି କରେ ଏବଂ ଏହା ଶେଷରେ କ'ଣ ନା ସାମାଜିକ ବିଘଟନ ସୃଷ୍ଟି କରିଥାଏ ହେଲା। ଯେତେବେଳେ ଏକ ବ୍ୟକ୍ତି ବା ଏକାଧିକ ବ୍ୟକ୍ତି କ'ଣ ନା ସମାଜ ଦ୍ୱାରା ପ୍ରଚଳିତ ପ୍ରତିମାନ ନୀତି ନିୟମକୁ ସେ କ'ଣ ନା କାର୍ଯ୍ୟ ସମ୍ପାଦନ କରିନଥାନ୍ତି, ଯାହା ସବୁ ନୀତି ନିୟମ ଅଛି ତାହା ଅନୁଯାୟୀ ସେ ଯଦି କାର୍ଯ୍ୟ କରିନଥାନ୍ତି, ସେତେବେଳେ କ'ଣ ନା ସାମାଜିକ ସମସ୍ୟା ଉପୁଜିଥାଏ ଏବଂ ଗୋଟିଏ ସମସ୍ୟା ଜଣାଶୁଣା କ'ଣ ନା ଅନ୍ୟ ଗୋଟେ ସମସ୍ୟାକୁ ସୃଷ୍ଟି କରିଥାଏ, ଯାହାଦ୍ୱାରା କ'ଣ ନା ସାମାଜିକ ବିଘଟନ ସୃଷ୍ଟି ହୋଇଥାଏ। ନେକ୍ସଟ କ'ଣ ଅଛି ନା ଅତ୍ୟଧିକ ବୁକ୍ରେ ତ ମୋର ଢେର ସାରା ପଏଣ୍ଟ ଦେଇଛି, 15ଟା ନା 18ଟା ଖଣ୍ଡେ ପଏଣ୍ଟ ଦେଇଛି, ମୁଁ କିନ୍ତୁ ସେ 6ଟା ପଏଣ୍ଟ ଏକ୍ସଟ୍ରା କରିଛି, ଆଉ 4-5ଟା ପଏଣ୍ଟ ତ ମୁଁ ଖାଲି ସେମିତି ଦେଇଛି, କାରଣ ଲଙ୍ଗ ସେ ତ ସବୁ ଜାଗା ପଏଣ୍ଟ ଲେଖିପାରିନି, ତ ଅଯଥା କାହିଁ ଲେଖିବି, ସେଥିପାଇଁକା ମୁଁ କ'ଣ ନା ନେକ୍ସଟ କ'ଣ ନା ଅତ୍ୟଧିକ ଶ୍ରମ ବିଭାଜନ ହେଲା। ଶ୍ରମ ବିଭାଜନ ଠିକ୍, କିନ୍ତୁ କ'ଣ ଅତିରୁ ଅଧିକ ଯେତେବେଳେ ଶ୍ରମ ବିଭାଜନ ହୋଇଥାଏ ସେତେବେଳେ କ'ଣ ନା ପରସ୍ପର ମଧ୍ୟରେ କ'ଣ ନା ସେତେବେଳେ କ'ଣ ନା ସାମାଜିକ ବିଘଟନ ସୃଷ୍ଟି ହୋଇଥାଏ ହେଲା। ନେକ୍ସଟ ଅଛି ସାମାଜିକ ନିୟନ୍ତ୍ରଣ ହ୍ରାସ, ତାର ନେକ୍ସଟ ଅଛି ଯୁଦ୍ଧରେ ଅଛି, ନେକ୍ସଟ ଅଛି ନା ସାମାଜିକ ପରିବର୍ତ୍ତନ ହେଲା। ତ ଯଦି ଭିଡ଼ିଓଟି ଭଲ ଲାଗିଲା ତେବେ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଯାହା ବି ଡାଉଟ୍ ଅଛି କମେଣ୍ଟ ବକ୍ସରେ ଲେଖନ୍ତୁ। ତା ସହିତ ଭିଡ଼ିଓ ଯଦି ଭଲ ଲାଗିଲା ତେବେ ୟେସ୍ କରି କମେଣ୍ଟ କରନ୍ତୁ, ଯଦି ଭଲ ଲାଗିଲା ତାହେଲେ ନୋ କରି କମେଣ୍ଟ ମଧ୍ୟ କରନ୍ତୁ, ଯାହାଦ୍ୱାରା ମୁଁ ମୋର ଜାଣିବେ ତୁମ ଭିଡ଼ିଓଟି ଭଲ ଲାଗିଲା କି ନାହିଁ ହେଲା। ତ ଭିଡ଼ିଓଟି ତୁମ ସାଙ୍ଗସାଥିମାନଙ୍କ ସହ ମଧ୍ୟ ଟିକେ ସେୟାର କରିଦେବେ। ତ ରହୁଛି ଯେତେ ଶୀଘ୍ର ହେବ ନେକ୍ସଟ ଭିଡ଼ିଓ ଆଣିବାକୁ ଚେଷ୍ଟା କରି, ରହୁଛି। ଜୟ ଜଗନ୍ନାଥ।